नमस्कार दर्शक बंधु। आज 13 जुलाई सोमवार। आसंतु नजर पकाइबा सकाळର କିଛି ଖବର ଉପରେ। ପ୍ରଥମେ ଦେଖିନେବା ଓଡ଼ିଶାର କିଛି ଗୁରୁତ୍ୱପୂର୍ଣ୍ଣ ପ୍ରସଙ୍ଗ ଓ ସଦ୍ୟତମ ବିକାଶ ଉପରେ। ଗୁଣ୍ଡିଚା ମନ୍ଦିର ପ୍ରସ୍ତୁତି ଚୂଡ଼ାନ୍ତ। ଶ୍ରୀଗୁଣ୍ଡିଚା ମନ୍ଦିରରେ ଚଳିତ ବର୍ଷର ରଥଯାତ୍ରା ପାଇଁ ସମସ୍ତ ପ୍ରସ୍ତୁତି ଅନ୍ତିମ ପର୍ଯ୍ୟାୟରେ ପହଞ୍ଚିଛି। ପ୍ରଶାସନ ପକ୍ଷରୁ ସମସ୍ତ ଶୃଙ୍ଖଳିତ ବ୍ୟବସ୍ଥାର ଚୂଡ଼ାନ୍ତ ଯାଞ୍ଚ ହୋଇସାରିଛି। ଭକ୍ତଙ୍କର ସୁରକ୍ଷା ଓ ଶୃଙ୍ଖଳା ରକ୍ଷା ପାଇଁ ପୋଲିସ ବଳ ନିୟୋଜନ ହେବେ ଓ ପ୍ରସ୍ତୁତିରେ କୌଣସି ତ୍ରୁଟି ନ ରଖିବାକୁ ଜିଲ୍ଲାପାଳଙ୍କ ନିର୍ଦ୍ଦେଶ। 13 ଜିଲ୍ଲାକୁ ପ୍ରବଳ ବର୍ଷା ସତର୍କତା। ରାଜ୍ୟରେ ଏକ ସକ୍ରିୟ ଲଘୁଚାପ ବଳୟ ସୃଷ୍ଟି ହୋଇଥିବାରୁ ଆସନ୍ତାକାଲିଠାରୁ ବର୍ଷାର ପରିମାଣ ଯଥେଷ୍ଟ ବୃଦ୍ଧି ପାଇବ ବୋଲି ଆଞ୍ଚଳିକ ପାଣିପାଗ କେନ୍ଦ୍ର ତରଫରୁ ସତର୍କ କରାଯାଇଛି ଏବଂ ପ୍ରବଳରୁ ଅତି ପ୍ରବଳ ବର୍ଷାର ସମ୍ଭାବନା ଥିବାରୁ ଓଡ଼ିଶାର 13 ଜିଲ୍ଲା ପାଇଁ ସ୍ପେଶାଲ ୟେଲୋ ଓ ଅରେଞ୍ଜ ୱାର୍ଣ୍ଣିଂ ଜାରି କରାଯାଇଛି। ସରକାରଙ୍କ ନିଷ୍ପତ୍ତି। ମାଗଣା ଶିକ୍ଷା ଯୋଜନାରେ ଲୋକେ ଅସନ୍ତୁଷ୍ଟ। ରାଜ୍ୟ ସରକାରଙ୍କ ଗୁରୁତ୍ୱପୂର୍ଣ୍ଣ କେଜିରୁ ପିଜି ଯୋଜନା ଅଧୀନରେ ଛାତ୍ରଛାତ୍ରୀଙ୍କୁ ମାଗଣା ଶିକ୍ଷା ପ୍ରଦାନର ପ୍ରତିଶ୍ରୁତି ଥିଲା, କିନ୍ତୁ ନିର୍ଦ୍ଦେଶ ସତ୍ତ୍ୱେ ବେସରକାରୀ ଓ ସ୍ୱୟଂଚାଳିତ କଲେଜ ନିୟମ ନ ମାନି ନାମଲେଖା ଫିସ୍ ଆଦାୟ କରିବାର ଅଭିଯୋଗ ଆସିଛି। ବିଜେପିର ବୃହତ ମିଶ୍ରଣ ପର୍ବ। ଆଜି ରାଜ୍ୟ ବିଜେପି କାର୍ଯ୍ୟାଳୟ ଏକ ବଡ଼ ଯୋଗଦାନ ଉତ୍ସବ ଅନୁଷ୍ଠିତ ହେଉଛି, ଯେଉଁଥିରେ ବିରୋଧୀ ଦଳର ବହୁ ପ୍ରଭାବଶାଳୀ ନେତା ଯୋଗ ଦେଇଥିଲେ। ବରିଷ୍ଠ ନେତା ପ୍ରଭାତ ବିଶ୍ୱାଳ ମଧ୍ୟ ନିଜ ସମର୍ଥକଙ୍କ ସହିତ ପଦ୍ମ ଧରିବାକୁ ଯାଉଥିବାରୁ ରାଜନୈତିକ ହଲଚଲ ତୀବ୍ର ହୋଇଛି। ଦୁଃଖଦ ଦେହାନ୍ତ। ବ୍ରହ୍ମପୁର ଅଞ୍ଚଳର ଚର୍ଚ୍ଚିତ ନିଆଁପୋଡ଼ି ପୀଡ଼ିତା ଦୀର୍ଘ ଦିନର ଯନ୍ତ୍ରଣାଦାୟକ ସଂଗ୍ରାମ ପରେ ଶେଷରେ ଆଜି ଚିକିତ୍ସାଧୀନ ଅବସ୍ଥାରେ ମୃତ୍ୟୁବରଣ କରିଛନ୍ତି। କଟକ ପ୍ରେସ୍ ଛକରେ ସଡ଼କ ଦୁର୍ଘଟଣା। ଟ୍ରକ୍ ଓଲଟିବାର ଘଟଣା। କଟକର ବ୍ୟସ୍ତବହୁଳ ପ୍ରେସ୍ ଛକ ନିକଟରେ ସାର ବୋଝେଇ ଏକ ବଡ଼ ଟ୍ରକ୍ ନିୟନ୍ତ୍ରଣ ହରାଇ ହଠାତ୍ ରାସ୍ତା ମଝିରେ ଓଲଟି ପଡ଼ିଥିଲା। ଏଥିରେ 4 ଜଣ ଲୋକ ଗୁରୁତର ଭାବେ ଆହତ ହୋଇ ବଡ଼ ଡାକ୍ତରଖାନାରେ ଭର୍ତ୍ତି ହୋଇଛନ୍ତି। ବର୍ତ୍ତମାନ ନଜର ପକାଇବା ଜାତୀୟ ସମାଚାର ଉପରେ। ଭାରତର କେତେ ପ୍ରମୁଖ ରାଜନୈତିକ ଓ ବିକାଶମୂଳକ ସମ୍ବାଦ। ସବୁଜ ଶକ୍ତି ରେଳବାଇର ଅଭିଯାନ। ଆରମ୍ଭ ହେଲା ପ୍ରଥମ ହାଇଡ୍ରୋଜେନ୍ ଟ୍ରେନ୍ର ପ୍ରସ୍ତୁତ। ଭାରତୀୟ ରେଳବାଇ ପ୍ରଥମ ହାଇଡ୍ରୋଜେନ୍ ଚାଳିତ ଟ୍ରେନ୍ ଶୁଭାରମ୍ଭ ହେବାକୁ ଯାଉଛି, ଯାହା ଶୂନ କାର୍ବନ ନିଗମନ ଲକ୍ଷ୍ୟ ହାସଲ କରିବାରେ ବଡ଼ ଯୋଗଦାନ ଦେବା। ଏହି ଇକୋ ଫ୍ରେଣ୍ଡଲି ପ୍ରଯୁକ୍ତି ବିଦ୍ୟା ଦେଶର ରେଳ ପରିବହନ ବ୍ୟବସ୍ଥାରେ ଏକ ବୃହତ୍ ଓ ଯୁଗାନ୍ତକାରୀ ପରିବର୍ତ୍ତନ ଆଣିବ ବୋଲି ଆଶା କରାଯାଉଛି। ନୂତନ ଭୋଟରଙ୍କ ପାଇଁ ନୂଆ ନିୟମ। ଫର୍ମ ନମ୍ବର 6ରେ ସଂଶୋଧନ। ଭାରତୀୟ ନିର୍ବାଚନ କମିଶନ ନୂତନ ଭୋଟର ପଞ୍ଜୀକରଣ ପାଇଁ ବ୍ୟବହୃତ ହେଉଥିବା ଫର୍ମ 6ରେ ବଡ଼ ସଂଶୋଧନ କରିଛନ୍ତି। ସେଥିରେ ପିତାମାତାଙ୍କର ଯାଞ୍ଚ ରହିବ। ନୂଆ ନିୟମ ଅନୁସାରେ ଆବେଦନକାରୀଙ୍କର ପିତାମାତା ବିଶେଷ ସଘନ ସଂଶୋଧନ ଅଧୀନରେ ଅଛନ୍ତି କି ନାହିଁ ତାହା ଦର୍ଶାଇବାକୁ ପଡ଼ିବ। ତା ସହିତ ଏହି ନିୟମ ଦ୍ୱାରା ନକଲି ଭୋଟର ପରିଚୟ ପତ୍ର ପ୍ରସ୍ତୁତି ରୋକାଯାଇପାରିବ ଏବଂ ଭୋଟର ତାଲିକା ଅଧିକ ସ୍ୱଚ୍ଛ ହେବ। ପହେଲଗାମରେ ମେଘ ବିସ୍ଫୋରଣ ଜନିତ ବନ୍ୟା। ହଠାତ୍ ବନ୍ୟାର ପରିସ୍ଥିତି ସୃଷ୍ଟି ହେଲା ପହେଲଗାମରେ। ଜମ୍ମୁ କାଶ୍ମୀରର ପ୍ରସିଦ୍ଧ ପର୍ଯ୍ୟଟନସ୍ଥଳୀ ପହେଲଗାମ ହୋଇଥିବା ପ୍ରଳୟଙ୍କରୀ ମେଘ ବିସ୍ଫୋରଣ ଯୋଗୁଁ ନଦୀର ଜଳସ୍ତର ହଠାତ୍ ବୃଦ୍ଧି ପାଇଛି। ଏହି ବନ୍ୟାରେ କିଛି ସ୍ଥାନୀୟ ହୋଟେଲ ଓ ବ୍ୟବସାୟିକ ପ୍ରତିଷ୍ଠାନ ଜଳମଗ୍ନ ହୋଇଛି। ପ୍ରଶାସନ ପକ୍ଷରୁ ପର୍ଯ୍ୟଟକମାନଙ୍କୁ ସୁରକ୍ଷିତ ସ୍ଥାନକୁ ସ୍ଥାନାନ୍ତର କରାଯାଉଛି। ଓମାନ ଜାହାଜ ଉପରେ ହମଲାକୁ ନିନ୍ଦା। ଓମାନ ଉପକୂଳରେ ଏକ ମାଲବାହୀ ଜାହାଜ ଉପରେ ହୋଇଥିବା ଆକ୍ରମଣକୁ ଭାରତ ସରକାର ଦୃଢ଼ ଶବ୍ଦରେ ନିନ୍ଦା ପ୍ରକାଶ କରିଛନ୍ତି। ଏହି ଦୁଃଖଦ ଘଟଣା ପରେ ଜଣେ ଭାରତୀୟ ନାଗରିକ ନିଖୋଜ ଥିବା ସୂଚନା ମିଳିଛି ଏବଂ ଭାରତୀୟ ନୌସେନା ସର୍ଚ୍ଚ ଅପରେସନ ଜାରି ରଖିଛି। ନୂଆ ବିମାନ ଚଳାଚଳ ସେବା। ଯୋଧପୁର ଏୟାରପୋର୍ଟରେ ଏକ ନୂଆ ଟର୍ମିନାଲ ତିଆରି ହୋଇଛି। ଏହି ଟର୍ମିନାଲରେ ଅତ୍ୟାଧୁନିକ ବିଲ୍ଡିଂ ସହିତ ଏହି ବିମାନ ସେବା ଆରମ୍ଭ ହେବାକୁ ଯାଉଛି। ଏହି ନୂତନ ଭିତ୍ତିଭୂମି ଦ୍ୱାରା ପର୍ଯ୍ୟଟକମାନେ ଉନ୍ନତ ସେବା ପାଇବା ସହିତ ରାଜସ୍ଥାନର ପର୍ଯ୍ୟଟନ ଶିଳ୍ପ ଅଧିକ ସମୃଦ୍ଧ ହେବ। ଚେନ୍ନାଇ ମେଟ୍ରୋରେ ଗୀତ ବଜାଇଲେ ଜରିମାନା। ନୂତନ ନିୟମ ହେଲା ଲାଗୁ। ଯାତ୍ରୀମାନଙ୍କର ସୁବିଧା ଓ ଶୃଙ୍ଖଳାକୁ ଦୃଷ୍ଟିରେ ରଖି ଚେନ୍ନାଇ ମେଟ୍ରୋ କର୍ତ୍ତୃପକ୍ଷ ଏକ କଠୋର ଏବଂ ନୂତନ ଶୃଙ୍ଖଳା ନିୟମ ଜାରି କରିଛନ୍ତି। ବିନା ଇୟରଫୋନରେ ମୋବାଇଲ ବା ଅନ୍ୟ କୌଣସି ସ୍ପିକରରେ ମେଟ୍ରୋ ଭିତରେ ଜୋରରେ ସଙ୍ଗୀତ ବଜାଇଲେ 2500 ଟଙ୍କା ପର୍ଯ୍ୟନ୍ତ ଜରିମାନା ଦେବାକୁ ପଡ଼ିବ। 39ଟି ଅତ୍ୟାବଶ୍ୟକ ଔଷଧର ମୂଲ୍ୟ ସୀମା ଧାର୍ଯ୍ୟ। ସାଧାରଣ ଲୋକଙ୍କର ଆର୍ଥିକ ବୋଝ ହ୍ରାସ କରିବା ଉଦ୍ଦେଶ୍ୟରେ କେନ୍ଦ୍ର ସରକାର ଦେଶର ମୋଟ 39ଟି ଜରୁରୀକାଳୀନ ଔଷଧର ସର୍ବାଧିକ ମୂଲ୍ୟ ସୀମା ବାନ୍ଧି ଦେଇଛନ୍ତି। ଏହି ତାଲିକାରେ ମଧୁମେହ, ରକ୍ତଚାପ ଓ କେମୋଥେରାପିରେ ବ୍ୟବହୃତ ହେଉଥିବା ବିଭିନ୍ନ ପ୍ରକାର ଜୀବନ ରକ୍ଷାକାରୀ ଔଷଧ ମଧ୍ୟ ସାମିଲ ଅଛି। ବର୍ତ୍ତମାନ ଆସନ୍ତୁ ନଜର ପକାଇବା ଆନ୍ତର୍ଜାତିକ ସମାଚାର ଉପରେ। ଚୀନରେ ପ୍ରଳୟଙ୍କରୀ ବାତ୍ୟା ଟାଇଫୁନ ବାଭି। ଚଳିତ ବର୍ଷର ସବୁଠାରୁ ଶକ୍ତିଶାଳୀ ଝଡ଼ ଟାଇଫୁନ ବାଭି ଚୀନ ଏବଂ ତାଇୱାନର ଉପକୂଳବର୍ତ୍ତୀ ଅଞ୍ଚଳଗୁଡ଼ିକରେ ବ୍ୟାପକ ତାଣ୍ଡବ ରଚିଛି। ସତର୍କତାମୂଳକ ପଦକ୍ଷେପ ସ୍ୱରୂପ ଚୀନ ସରକାର ପ୍ରାୟ 2 ନିୟୁତ ଅର୍ଥାତ୍ 20 ଲକ୍ଷ ଲୋକଙ୍କୁ ସୁରକ୍ଷିତ ସ୍ଥାନକୁ ଆଶ୍ରୟସ୍ଥଳୀକୁ ସ୍ଥାନାନ୍ତର କରିଛି। ଶ୍ରମିକ ଯାଞ୍ଚ ନେଇ ଆମେରିକାକୁ ଭାରତର ଅନୁରୋଧ। ଭାରତର ରପ୍ତାନି ଓ ଶ୍ରମିକମାନଙ୍କର ମାନବାଧିକାରକୁ ରକ୍ଷା କରିବା ପାଇଁ ଆମେରିକା ଦ୍ୱାରା କରାଯାଉଥିବା ବାଧ୍ୟତାମୂଳକ ଶ୍ରମିକ ନିୟୋଜନ ତଦନ୍ତ ଉପରେ ଭାରତ ଆପତ୍ତି ପ୍ରକାଶ କରିଛି। ଏହି ପ୍ରସଙ୍ଗରେ ଭାରତ ସରକାର ଦ୍ୱିପାକ୍ଷିକ ବୈଠକ ମାଧ୍ୟମରେ ସେହି ତଦନ୍ତ ନିର୍ଦ୍ଦେଶିକାର ପୁନଃ ସମୀକ୍ଷା କରିବାକୁ ଆମେରିକୀୟ ବାଣିଜ୍ୟ ବିଭାଗକୁ ନିବେଦନ କରିଛି।
ଭିଏତନାମ ବୋଟ୍ ବୁଡ଼ି 15 ଜଣ ଭାରତୀୟଙ୍କର ମୃତ୍ୟୁ। ଦୁଃଖଦ ଦୁର୍ଘଟଣା। ଭିଏତନାମର ଏକ ପର୍ଯ୍ୟଟନ ହ୍ରଦରେ ଦ୍ରୁତଗାମୀ ବୋଟ୍ ଓଲଟି ପଡ଼ିବାରୁ ସେଠି ପ୍ରାୟ 15 ଜଣ ଭାରତୀୟ ପର୍ଯ୍ୟଟକ ପ୍ରାଣ ହରାଇଛନ୍ତି। ପ୍ରାଥମିକ ତଦନ୍ତ ଅନୁସାରେ ନିର୍ଦ୍ଧାରିତ କ୍ଷମତାଠାରୁ ଅଧିକ ପର୍ଯ୍ୟଟକଙ୍କୁ ବସାଇଥିବାରୁ ଏହି ଅଘଟଣ ଘଟିଲା ବୋଲି ପୋଲିସ ଗିରଫ କରିଛି। ଦକ୍ଷିଣ ଚୀନ ସାଗରର ରାୟକୁ ବୈଶ୍ୱିକ ସମର୍ଥନ। ଐତିହାସିକ 2016ର ନିଷ୍ପତ୍ତି। ଆମେରିକା ଏବଂ ଅନ୍ୟ 13ଟି ପ୍ରମୁଖ ରାଷ୍ଟ୍ର ଦକ୍ଷିଣ ଚୀନ ସାଗର ଉପରେ ଚୀନର ଦାବିକୁ ଅବୈଧ ଘୋଷଣା କରିବାର 2016ର ଆନ୍ତର୍ଜାତିକ ରାୟକୁ ପୁନଃ ସମର୍ଥନ କରିଛନ୍ତି। ଏହି ଐତିହାସିକ ନିଷ୍ପତ୍ତି ବଳରେ ଦକ୍ଷିଣ ଚୀନ ସାଗରରେ ବିଶ୍ୱର ସମସ୍ତ ଦେଶର ଜାହାଜ ମୁକ୍ତ ଭାବରେ ଚଳାଚଳ କରିବାର ସାର୍ବଭୌମ ଅଧିକାରକୁ ବଜାୟ ରଖାଯିବ। ବର୍ତ୍ତମାନ ଦେଖିନେବା ବ୍ୟବସାୟ ଓ ଆର୍ଥିକ ଖବର। ହରମୁଜ ଜଳପଥ ବନ୍ଦ ଉଦ୍ବେଗ। ଇରାନ ପୁଣି ଥରେ ହରମୁଜ ଜଳପଥକୁ ବନ୍ଦ କରିବା ନେଇ ଧମକ ଦେଇଛି, ଯାହା ବିଶ୍ୱ ବଜାରକୁ ଭୟଭୀତ କରିଛି। ଏହି ଜଳପଥ ଦେଇ ବିଶ୍ୱର 1/3 ଅଶୋଧିତ ତୈଳ ପରିବହନ ହେଉଥିବାରୁ ଆଗାମୀ ଦିନରେ ପେଟ୍ରୋଲ ଡିଜେଲ ଦର ବହୁତ ବଢ଼ିବାର ସମ୍ଭାବନା ରହିଛି। ସୁନା ଦରରେ ସ୍ଥିର ଅହେତୁକ ବୃଦ୍ଧି। ବୈଶ୍ୱିକ ଭୂ ରାଜନୈତିକ ଅସ୍ଥିରତା ଓ ଯୁଦ୍ଧ ପରିସ୍ଥିତି କାରଣରୁ ନିବେଶକମାନେ ସୁରକ୍ଷିତ ନିବେଶ ଭାବେ ସୁନାକୁ ଅଧିକ ପସନ୍ଦ କରୁଛନ୍ତି। ଏହି କାରଣରୁ ଭାରତୀୟ ବଜାରରେ ସୁନା ଦର ସର୍ବକାଳୀନ ସର୍ବୋଚ୍ଚ ସ୍ତର ନିକଟରେ ହୋଇ କାରବାର ଜାରି ରହିଛି। TRAI ପ୍ରସ୍ତାବକୁ ଟ୍ରୁକଲରର ସମର୍ଥନ। କଲ୍ ଆସିବା ବେଳେ ଗ୍ରାହକଙ୍କ ପ୍ରକୃତ ସରକାରୀ ପଞ୍ଜୀକୃତ ନାମ ପ୍ରଦର୍ଶନ କରିବା ପାଇଁ ଟେଲିକମ୍ ନିୟାମକ ପକ୍ଷରୁ ଏକ ନୂଆ ନିୟମ ଅଣାଯାଇଛି। ଏହି ସକାରାତ୍ମକ ପ୍ରସ୍ତାବକୁ ପ୍ରତିଷ୍ଠିତ କଲର ଆଇଡେଣ୍ଟିଫିକେସନ ପ୍ଲାଟଫର୍ମ ଟ୍ରୁକଲର ସମ୍ପୂର୍ଣ୍ଣ ସମର୍ଥନ କରିଛି। ଡଲାର ତୁଳନାରେ ଭାରତୀୟ ଟଙ୍କା ସ୍ଥିର। ଭାରତର ଶକ୍ତିଶାଳୀ ବୈଦେଶିକ ମୁଦ୍ରା ଭଣ୍ଡାର ଓ ନିରନ୍ତର ବୃଦ୍ଧି ପାଉଥିବା ରପ୍ତାନି ଯୋଗୁଁ ଡଲାର ତୁଳନାରେ ଭାରତୀୟ ଟଙ୍କା ସ୍ଥିର ରହିଛି। ବଜାରରେ ଭାରତୀୟ ରିଜର୍ଭ ବ୍ୟାଙ୍କର ସମୟୋଚିତ ହସ୍ତକ୍ଷେପ ଯୋଗୁଁ ଅନ୍ୟ ବିକାଶଶୀଳ ଦେଶଗୁଡ଼ିକ ମୁଦ୍ରା ଅପେକ୍ଷା ଭାରତୀୟ ଟଙ୍କା ଅଧିକ ମଜବୁତ ପ୍ରଦର୍ଶନ କରିଛି। ବର୍ତ୍ତମାନ ନଜର ପକାଇବା କ୍ରୀଡ଼ା ସମାଚାର ଉପରେ। ସୁଇଜରଲ୍ୟାଣ୍ଡକୁ 3-1ରେ ପରାସ୍ତ କଲା ଫିଫା ସେମିଫାଇନାଲରେ ଆର୍ଜେଣ୍ଟିନା। ଫିଫା ବିଶ୍ୱକପ୍ କ୍ୱାର୍ଟର ଫାଇନାଲରେ ଆର୍ଜେଣ୍ଟିନା ଚମତ୍କାର ଖେଳ ପ୍ରଦର୍ଶନ କରି ସୁଇଜରଲ୍ୟାଣ୍ଡକୁ 3-1 ଗୋଲରେ ପରାସ୍ତ କରି ସେମିଫାଇନାଲରେ ପ୍ରବେଶ କରିଛି। ଖେଳରେ ଷ୍ଟାର ଷ୍ଟ୍ରାଇକର ଜୁଲିଆନ ଆଲଭାରେଜ ଚମତ୍କାର 2ଟି ଗୋଲ କରି ଦଳର ସଫଳତାର ମୁଖ୍ୟ ନାୟକ ସାଜିଥିଲେ। ଇଂଲଣ୍ଡର ଚମତ୍କାର ବିଜୟ। ଇଂଲଣ୍ଡ ଓ ନରୱେ ମଧ୍ୟରେ ଅନୁସନ୍ଧିତ କ୍ୱାର୍ଟର ଫାଇନାଲ ମ୍ୟାଚଟି ନିର୍ଦ୍ଧାରିତ ସମୟରେ ସୁଦ୍ଧା ସମାନ ରହିଥିଲା। ଇଂଲଣ୍ଡର ମିଡଫିଲ୍ଡର ଜୁଡ୍ ଅତିରିକ୍ତ ସମୟରେ ବିଜୟ ସୂଚକ ଗୋଲ ଦେଇ ଦଳକୁ ବିଜୟ ପ୍ରଦାନ କରିଥିଲେ। ଏହି ବିଜୟ ସହ ଇଂଲଣ୍ଡ ଚଳିତ ଚାମ୍ପିଅନସିପରେ ସେମିଫାଇନାଲରେ ଯୋଗ୍ୟତା ହାସଲ କରିବାରେ ସଫଳ ହୋଇଛି। ଆନନ୍ଦ ସିଂଙ୍କୁ ଏସିଆନ ସ୍ୱର୍ଣ୍ଣ ପଦକ। ଏସିଆନ U23 ଆଥଲେଟ୍ ଚାମ୍ପିଅନସିପରେ ଭାରତର ଯୁବ ତାରକା ଆନନ୍ଦ ସିଂ ନିଜ କ୍ୟାରିୟର ଶ୍ରେଷ୍ଠ ପ୍ରଦର୍ଶନ କରି ସ୍ୱର୍ଣ୍ଣ ପଦକ ହାସଲ କରିଛନ୍ତି। ଆନନ୍ଦ 80.57 ମିଟର ଦୂରତାକୁ ଜାଭେଲିନ୍ ଫିଙ୍ଗି ଚମତ୍କାର ସଫଳତା ସହ ଦେଶର ଟ୍ରାକ୍ ଆଣ୍ଡ ଫିଲ୍ଡ ସ୍ତରରେ ସୁନାମ ଆଣିଛନ୍ତି। କ୍ରିକେଟ ଦଳରେ 2 ଜଣ ଖେଳାଳିଙ୍କ ବଦଳି। ଆଗାମୀ ଦ୍ୱିପାକ୍ଷିକ ସିରିଜ ପୂର୍ବରୁ ଟିମ୍ ଇଣ୍ଡିଆର 2 ଷ୍ଟାର ବୋଲର ହର୍ଷିତ ରାଣା ଏବଂ ବରୁଣ ଚକ୍ରବର୍ତ୍ତୀ ଆହତ ହୋଇ ଦଳରୁ ବାଦ ପଡ଼ିଛନ୍ତି। ଚୟନ କମିଟି ସେମାନଙ୍କ ସ୍ଥାନରେ ଯୁବ ସ୍ପିନର ରବି ବିଷ୍ଣୋଇ ଓ ଫାଷ୍ଟ ବୋଲର ପ୍ରିନ୍ସଙ୍କୁ ଭାରତୀୟ ସ୍କ୍ୱାଡରେ ସାମିଲ କରିଛି। ବର୍ତ୍ତମାନ ନଜର ପକାଇବା ବିଜ୍ଞାନ ଓ ପ୍ରଯୁକ୍ତି ବିଦ୍ୟା କିଛି ନ୍ୟୁଜ୍ ବିଷୟରେ। ଇସ୍ରୋର ସବୁଜ ଜ୍ଞାନକୌଶଳର ପରୀକ୍ଷଣ। ପରିବେଶକୁ ପ୍ରଦୂଷଣ ମୁକ୍ତ ରଖିବା ପାଇଁ ଇସ୍ରୋ ମହାକାଶ ଯାନରେ ପରିବେଶ ଅନୁକୂଳ ଇନ୍ଧନର ବ୍ୟବହାର ସଫଳ ପରୀକ୍ଷଣ କରିଛି। ତା ସହିତ ମହାକାଶ ବିଜ୍ଞାନୀମାନେ ନୂତନ ଅଣବିଷାକ୍ତ କେମିକାଲ ଫର୍ମୁଲା ପ୍ରସ୍ତୁତ କରିଛନ୍ତି, ଯାହା ପାରମ୍ପରିକ ହାଇଡ୍ରୋଜେନ ଇନ୍ଧନର ବିକଳ୍ପ ସାଜିବ। ପରିବେଶ ଅନୁକୂଳ ରକେଟ ପ୍ରଯୁକ୍ତି ବିଦ୍ୟା ବିକଶିତ କରିବା ଦ୍ୱାରା ବିଶ୍ୱ ସ୍ତରରେ ଭାରତ ବହୁତ ସୁନାମ ଅର୍ଜନ କରିଛି। ଅନିଲ ମେନନଙ୍କ ମହାକାଶ ଅଭିଯାନ। ଭାରତୀୟ ବଂଶୋଦ୍ଭବ ତଥା ପ୍ରଖ୍ୟାତ ନାସା ମହାକାଶଚାରୀ ଅନିଲ ମେନନଙ୍କୁ ଆଗାମୀ ମିଶନରେ ମହାକାଶକୁ ପଠାଇବା ପାଇଁ ନାସା ସ୍ଥିର କରିଛି। ମହାକାଶ ଯାତ୍ରା ସମୟରେ ଅନିଲ ମେନନ ଶରୀର ଶୂନ୍ୟ ମାଧ୍ୟାକର୍ଷଣ ବଳର ପ୍ରଭାବ ସମ୍ପର୍କରେ କେତେକ ଗୁରୁତ୍ୱପୂର୍ଣ୍ଣ ଗବେଷଣା କରିବେ। ଜାତୀୟ ସାଇବର ସୁରକ୍ଷା ସତର୍କତା। ବିଭିନ୍ନ ସରକାରୀ ସଂସ୍ଥା ଏବଂ ପ୍ରତିରକ୍ଷା ଭିତ୍ତିଭୂମି ଉପରେ ହେଉଥିବା ସାଇବର ଆକ୍ରମଣକୁ ଦୃଷ୍ଟିରେ ରଖି କେନ୍ଦ୍ରୀୟ ଗୁପ୍ତ ବିଭାଗର ହାଇ ଆଲର୍ଟ ଜାରି କରିଛି। ସରକାରୀ କାର୍ଯ୍ୟାଳୟରେ ବ୍ୟବହୃତ ସମସ୍ତ ସଫ୍ଟୱେରକୁ ତୁରନ୍ତ ଅପଡେଟ୍ କରିବା ସହ ଉପଯୁକ୍ତ ସିକ୍ୟୁରିଟି ଫାୟାରୱାଲ ବ୍ୟବସ୍ଥା କରିବାକୁ କୁହାଯାଇଛି। ବର୍ତ୍ତମାନ ନଜର ପକାଇବା ଆସନ୍ତୁ ପାଣିପାଗ ଓ ପରିବେଶ ଉପରେ। ମୌସୁମୀ ପ୍ରବାହର ସଫଳତାର ସହ ଆଗକୁ। ଦକ୍ଷିଣ ପଶ୍ଚିମ ମୌସୁମୀ ବାୟୁ ଦେଶର ଅଧିକାଂଶ ଭାଗକୁ ଆଚ୍ଛାଦିତ କରିବାରେ ସଫଳ ସ୍ୱାଭାବିକ ବୃଷ୍ଟିପାତର ରେକର୍ଡ ହୋଇଛି। ସଠିକ୍ ସମୟରେ ବର୍ଷା ହେବା ଯୋଗୁଁ ରାଜ୍ୟର ଚାଷୀକୂଳ ଧାନ ରୁଆ ଏବଂ ଅନ୍ୟାନ୍ୟ କୃଷି କାର୍ଯ୍ୟ ବହୁତ ଉତ୍ସାହର ସହ ଆରମ୍ଭ କରିଛନ୍ତି। ତା ସହିତ ଦେଶର ପ୍ରମୁଖ ଜଳବିଦ୍ୟୁତ ପ୍ରକଳ୍ପ ଏବଂ ଜଳଭଣ୍ଡାରଗୁଡ଼ିକରେ ପର୍ଯ୍ୟାପ୍ତ ଜଳ ସଞ୍ଚୟ ହେବାର ଆରମ୍ଭ ହୋଇଯାଇଛି। ହିମାଳୟରେ ବରଫ ତରଳିବାର ହାର ବୃଦ୍ଧି।
ଏକ ନୂତନ ଜଳବାୟୁ ରିପୋର୍ଟ ଅନୁଯାୟୀ ବିଶ୍ୱ ତାପମାତ୍ରା ବୃଦ୍ଧି ହେତୁ ହିମାଳୟ ଅଞ୍ଚଳରେ ଥିବା ଗ୍ଲେସିୟର ବରଫ ଦ୍ରୁତ ଗତିରେ ତରଳିବାରେ ଲାଗିଛି। ଏହି ପରିବର୍ତ୍ତନ ଯୋଗୁଁ ଆଗାମୀ ଦିନରେ ଗଙ୍ଗା, ବ୍ରହ୍ମପୁତ୍ର ଓ ସିନ୍ଧୁ ନଦୀ ଅବବାହିକାରେ ବନ୍ୟା ଉପରେ ଭୟଙ୍କର ଶୁଷ୍କତା ଦେଖାଯିବାର ଆଶଙ୍କା ରହିଛି। ସିଙ୍ଗଲ ୟୁଜ୍ ପ୍ଲାଷ୍ଟିକ୍ ମୁକ୍ତ ଅଭିଯାନ ପର୍ଯ୍ୟାବରଣର ସୁରକ୍ଷା ପାଇଁ ସହରାଞ୍ଚଳରେ ସିଙ୍ଗଲ ୟୁଜ୍ ପ୍ଲାଷ୍ଟିକ୍ ବ୍ୟବହାର ଉପରେ ପ୍ରଶାସନ ତରଫରୁ କଡ଼ା ଚଢ଼ଉ ଏବଂ ଜରିମାନା ଆଦାୟ ପ୍ରକ୍ରିୟା ଜାରି ରହିଛି। ବ୍ୟବସାୟୀମାନେ ଏବେ ପ୍ଲାଷ୍ଟିକ୍ ବଦଳରେ ପରିବେଶ ଅନୁକୂଳ କାଗଜ ଏବଂ ଝୋଟ ବ୍ୟାଗ୍ ବ୍ୟବହାର କରି ପରିବେଶ ବଞ୍ଚାଇବାକୁ ପ୍ରୟାସ କରୁଛନ୍ତି। ଆଜିର ମୁଖ୍ୟ ସମାଚାର ବୁଲେଟିନ୍ ଏଠାରେ ସମାପ୍ତ ହେଉଛି। ଏହିଭଳି ସମାଚାର ପାଇଁ ଆପଣ ଯୋଡ଼ି ହୋଇ ରୁହନ୍ତୁ। ପ୍ରତ୍ୟେକ ଦିନ ସକାଳ 7টাରେ ଏହିଭଳି ଆପଣ ସମାଚାର ଦେଖିବାକୁ ପାଇବେ। ଧନ୍ୟବାଦ।